ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ଭୂଗୋଳ ବହିର ଦ୍ୱିତୀୟ ପାଠ ଭୂ ସମ୍ବଳ ବିଷୟକୁ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ଅତି ସଂକ୍ଷେପରେ ବୁଝିବା। ଦେଖ ପିଲାମାନେ, ଆମ୍ଭେମାନେ ଭୂମି ଉପରେ ବାସ କରୁ। ଭୂମି ଏକ ମୌଳିକ ପ୍ରାକୃତିକ ସମ୍ବଳ। ଭୂମି ଏକ ମୌଳିକ ପ୍ରାକୃତିକ ସମ୍ବଳ। ଆମେ ଆମର ସମସ୍ତ ସାମାଜିକ ଅର୍ଥନୈତିକ କାର୍ଯ୍ୟକଳାପ ସବୁ ଏହି ଭୂମି ଉପରେ ନିର୍ଭର କରେ, ଭୂମି ଉପରେ କରୁ। ତେଣୁ ଆମର ସମସ୍ତ ପ୍ରକାର ସାମାଜିକ ଅର୍ଥନୈତିକ କାର୍ଯ୍ୟକଳାପ ଏହା ଉପରେ ନିର୍ଭର କରେ। ଭୂ ସମ୍ବଳର ବିନିଯୋଗ। ଭୂ ସମ୍ବଳର ବିନିଯୋଗ କ'ଣ, ଆମେ ସେ ବିଷୟରେ ଆଲୋଚନା କରିବା। ଭୂ ସମ୍ବଳର ବିନିଯୋଗ। ଦେଖ ପିଲାମାନେ, ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଇବା, କୃଷି କାର୍ଯ୍ୟ, ଶିଳ୍ପ, କୃଷି, ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ରାସ୍ତାଘାଟ, ରେଳପଥ ପାଇଁ ଏହାକୁ ବ୍ୟବହାର କରାଯାଏ। ଯେଉଁ ଭୂମି ରହିଛି ସେହି ଭୂମିକୁ ଆମେ କେଉଁ କେଉଁ କାମରେ ବ୍ୟବହାର କରୁ? ଦେଖ, ଆମେ ଘର ତିଆରି କରୁଛୁ। ଘର ତିଆରି କରିବା ପାଇଁ ଭୂମି ଉପରେ ଆମେ ନିର୍ଭର କରୁ। ଆମେ ଖାଦ୍ୟ ପାଇଁ ଭୂମି ଉପରେ ନିର୍ଭର କରୁ। ମାଟି ଥିବା ଯୋଗୁଁ ଆମେ ଚାଷ କରି ଖାଦ୍ୟ ଉତ୍ପାଦନ କରୁ। ସେହିଭଳି ପିନ୍ଧିବା ପାଇଁ ଆମକୁ ଯେଉଁ ବସ୍ତ୍ର ଦରକାର, ପୋଷାକ ଦରକାର, ସେହି ପୋଷାକ କେଉଁଥିରୁ ମିଳେ? ନା ଏଇ ମାଟିରୁ ଆମକୁ ମିଳେ। ଘର ତିଆରି ଉପକରଣ, ଆସବାବପତ୍ର, ଏସବୁ କାମ ପାଇଁ ସବୁ ଆମକୁ ଏଇ ଭୂମି ଯୋଗାଇ ଥାଏ। ବୁଝିଲ ନା ପିଲାମାନେ? ଭାରତର ଅବସ୍ଥିତି ବିଷୟରେ ଆମେ ଜାଣିବା। ଭାରତର ଅବସ୍ଥିତି ବିଷୟରେ ଆମେ ଜାଣିବା। ଭାରତ ସମ୍ପୂର୍ଣ୍ଣ ରୂପେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶର ଦକ୍ଷିଣ ଅଂଶରେ ଅବସ୍ଥିତ। ଭାରତ ସମ୍ପୂର୍ଣ୍ଣ ରୂପେ ଉତ୍ତର ଗୋଲାର୍ଦ୍ଧର ଏସିଆ ମହାଦେଶର ଦକ୍ଷିଣ ଅଂଶରେ ଅବସ୍ଥିତ। ଏହାର ଅକ୍ଷାଂଶ ହେଉଛି 8°4' ଉତ୍ତରରୁ 37°6' ଉତ୍ତର ଅକ୍ଷାଂଶ। ସେହିଭଳି ଦ୍ରାଘିମା ହେଉଛି 68°7' ପୂର୍ବରୁ 97°25' ପୂର୍ବ ଦ୍ରାଘିମା। ଏହିଭଳି ଆମର ଭାରତର ଅବସ୍ଥିତି। ଏବଂ କର୍କଟ କ୍ରାନ୍ତି 23°30' ଭାରତକୁ ସମାନ ଦୁଇ ଭାଗରେ ବିଭକ୍ତ କରୁଛି। ଯେଉଁ କର୍କଟ କ୍ରାନ୍ତି ଅଛି, ସେହି କର୍କଟ କ୍ରାନ୍ତି ଉଭୟ ଭାଗକୁ ବିଭକ୍ତ କରୁଛି। ତାପରେ ଆସିବା ଭାରତର ଆୟତନ ଆଉ ସୀମା ବିଷୟରେ ଆମେ ଜାଣିବା। ଭାରତର ଆୟତନ ଆଉ ସୀମା। ମୋଟ ଆୟତନ ହେଉଛି 3.28 ନିୟୁତ ବର୍ଗ କିଲୋମିଟର। ପୃଥିବୀର ସପ୍ତମ ବୃହତ୍ତମ ଦେଶ ହେଉଛି ଭାରତ। ତେଣୁ ସପ୍ତମ ବୃହତ୍ତମ ଦେଶ କିଏ? ନା ଭାରତ। ଏହି ଭାରତର ପଡ଼ୋଶୀ ଦେଶ କ'ଣ? ଆମ ଦେଶ ଭାରତ। ଭାରତର ପଡ଼ୋଶୀ ଦେଶ ଗୁଡ଼ିକ ହେଉଛି ଚୀନ, ଭୁଟାନ, ନେପାଳ। ଚୀନ, ଭୁଟାନ, ନେପାଳ। ସେହିଭଳି ପଶ୍ଚିମରେ ରହିଲା ପାକିସ୍ତାନ, ଆଫଗାନିସ୍ତାନ, ଆରବ ସାଗର। ପୂର୍ବରେ ରହିଲା କ'ଣ? ଭାରତର ପୂର୍ବରେ ରହିଲା ବଙ୍ଗୋପସାଗର, ବାଂଲାଦେଶ, ମିଆଁମାର। ସେହିଭଳି ଭାରତର ଦକ୍ଷିଣରେ ଅବସ୍ଥିତ ଭାରତ ମହାସାଗର ଓ ଶ୍ରୀଲଙ୍କା। ଏହିଭଳି ଭାରତର ଆୟତନ ଆଉ ସୀମା ପରିବ୍ୟାପ୍ତ। ଭୂ ସମ୍ବଳର ପ୍ରକାରଭେଦ। ଆମେ ବର୍ତ୍ତମାନ ଭୂ ସମ୍ବଳର ପ୍ରକାରଭେଦ ବିଷୟରେ ଜାଣିବା। ଭୂ ସମ୍ବଳର ପ୍ରକାରଭେଦ କ'ଣ? ଦେଖ ପିଲାମାନେ, ଭାରତର ମୋଟ ଭୂଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗ? ମୋଟ ଭୂଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି। ସମଗ୍ର ଭୂଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ କ'ଣ କ'ଣ? ସେଗୁଡ଼ିକ ହେଉଛି ସମତଳ ଭୂମି, ପାର୍ବତ୍ୟ ଭୂମି, ମାଳଭୂମି। ଏହିଭଳି ଭାବରେ ବିଭକ୍ତ କରାଯାଇଛି। ସମଗ୍ର ଭୂଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି। 1 ସମତଳ, 2 ପାର୍ବତ୍ୟ ଭୂମି, 3 ମାଳଭୂମି।
ଆମେ ସମତଳ ଭୂମି ବିଷୟରେ ଆଲୋଚନା କରିବା। ସମତଳ ଭୂମି ହେଉଛି 43%। କେତେ? ସମତଳ ଭୂମିର ପରିମାଣ ହେଉଛି 43°। 43%। ସମଗ୍ର ସମତଳ ଭୂମି ହେଉଛି 43%। କେତେ? 43% ହେଉଛି ସମତଳ ଭୂମି। ତାପରେ ସମତଳ ଭୂମିରେ କ'ଣ କରାଯାଏ? ନା ସମତଳ ଭୂମିରେ କୃଷି କରାଯାଏ, ଶିଳ୍ପ, ଜନବସତି ପାଇଁ ସୁବିଧା ହୁଏ। ଆମେ ସାଧାରଣତଃ କେଉଁ ଅଞ୍ଚଳରେ ବାସ କରିବା ପାଇଁ ଭଲ ଲାଗେ? ସମତଳ ଭୂମିରେ। ସମତଳ ଭୂମିରେ ଚାଷ କାମ ଭଲ ହୁଏ ଏବଂ କଳକାରଖାନା ଆଉ ରାସ୍ତାଘାଟ ତିଆରି ଏସବୁ ସମତଳ ଭୂମିରେ ହୋଇଥାଏ। ସେହିଭଳି ପାର୍ବତ୍ୟ ଭୂମିର ପରିମାଣ କେତେ? ପାର୍ବତ୍ୟ ଭୂମି ହେଉଛି 30%। 30% ହେଉଛି ପାର୍ବତ୍ୟ ଭୂମି। ପାର୍ବତ୍ୟ ଭୂମି ଜଳ ଉତ୍ସ, ପର୍ଯ୍ୟଟନ ଓ ପାରିବେଶିକ ସନ୍ତୁଳନ ରକ୍ଷା କରେ। ପାର୍ବତ୍ୟ ଭୂମି ଜଳ ଉତ୍ସ, ପର୍ଯ୍ୟଟନର ପାରିବେଶିକ ସନ୍ତୁଳନ ରକ୍ଷା କରେ। ପାରିବେଶିକ ସନ୍ତୁଳନ କହିଲେ କ'ଣ ବୁଝ? ନା ପ୍ରକୃତିର ନିୟମ ଅନୁସାରେ ସବୁ ଜିନିଷର ପରିମାଣ ଠିକ୍ ରହିବା, କେହି କାହାର କ୍ଷତି ନ କରି ମିଳିମିଶି ରହିବାକୁ ପାରିବେଶିକ ସନ୍ତୁଳନ ବୋଲି କୁହାଯାଏ। ଏ ହେଉଛି ପାରିବେଶିକ ସନ୍ତୁଳନ। ତାପରେ ଆମେ ମାଳଭୂମି ବିଷୟରେ ପଢ଼ିବା। ମାଳଭୂମି ହେଉଛି ଆମର କେତେ ଭାଗ? ମାଳଭୂମି ମୋଟ 27%। ଏହା ଖଣିଜ ସମ୍ବଳ, କୋଇଲା, ଅରଣ୍ୟ, ବନ୍ୟପ୍ରାଣୀଙ୍କର ଗ୍ରନ୍ଥାଗାର। ମାଳଭୂମି ହେଉଛି 27%। ଖଣିଜ ସମ୍ବଳ, କୋଇଲା, ଅରଣ୍ୟ, ବନ୍ୟପ୍ରାଣୀଙ୍କ ଗ୍ରନ୍ଥାଗାର ହେଉଛି ଆମର ମାଳଭୂମି। ଆମେ ବର୍ତ୍ତମାନ ଏହାର ଭୂ ବ୍ୟବହାର ବିଷୟରେ ଜାଣିବା। ଭାରତର ଭୂ ବ୍ୟବହାର। ଭୂମିର ବ୍ୟବହାରକୁ ଦୁଇଟି ଅବସ୍ଥାରେ ନିର୍ଭର କରେ। ଭୂମିର ବ୍ୟବହାରକୁ ସାଧାରଣତଃ ଦୁଇ ପ୍ରକାର ଅବସ୍ଥାରେ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ସେଗୁଡ଼ିକ ହେଲା କ'ଣ? ଗୋଟେ ହେଲା ପ୍ରାକୃତିକ ଅବସ୍ଥା ଓ ମାନବୀୟ ଅବସ୍ଥା। ପ୍ରାକୃତିକ ଅବସ୍ଥା ମାନେ ଯେଉଁଟା ପ୍ରକୃତିରେ ହୋଇଥାଏ ସେ ହେଉଛି ପ୍ରାକୃତିକ। ପ୍ରାକୃତିକ ଅବସ୍ଥା ଭିତରେ ଯାଉଛି କିଏ? ଭୂ ପ୍ରକୃତି, ମୃତ୍ତିକା, ଜଳବାୟୁ ଇତ୍ୟାଦି ପ୍ରାକୃତିକ ଅବସ୍ଥା। ମୃତ୍ତିକା, ଉଦ୍ଭିଦ, ଜଳବାୟୁ ହେଉଛି ପ୍ରାକୃତିକ ଅବସ୍ଥା ଅନ୍ତର୍ଗତ। ସେହିଭଳି ମାନବୀୟ ଅବସ୍ଥା କ'ଣ? ମାନବୀୟ ଅବସ୍ଥା ହେଉଛି ଜନସଂଖ୍ୟାର ଘନତ୍ୱ, ଶିକ୍ଷା, ବୈଷୟିକ ଶିକ୍ଷା, ପ୍ରୟୋଗାତ୍ମକ କୌଶଳ ଇତ୍ୟାଦି ମାନବୀୟ ଅବସ୍ଥାର ପରିସରଭୁକ୍ତ। ଭାରତର ଭୂ ସମ୍ବଳର ବିନିଯୋଗ। ଭାରତର ଭୂ ସମ୍ବଳର ଆମେ ବିନିଯୋଗ କିପରି କରିପାରିବା ସେ ବିଷୟରେ ଆମେ ଆଲୋଚନା କରିପାରିବା। ଭୂ ସମ୍ବଳକୁ ଆମେ କିପରି ବ୍ୟବହାର କରିପାରିବା, ବିନିଯୋଗ କରିପାରିବା। ଦେଖ ପିଲାମାନେ, ଅରଣ୍ୟ, ଜଙ୍ଗଲ ପାଇଁ ସଂରକ୍ଷିତ କୃଷି ପାଇଁ ଅରଣ୍ୟ ଭୂମି ଆବଶ୍ୟକ। ଜଙ୍ଗଲ ପାଇଁ ସଂରକ୍ଷିତ କୃଷି ପାଇଁ ଏହି ଅରଣ୍ୟ ଭୂମି ଆବଶ୍ୟକ। ସେହିଭଳି ପତିତ ଭୂମି। ପତିତ ଭୂମି କହିଲେ କ'ଣ ବୁଝ? ସାଧାରଣତଃ 1ରୁ 5 ବର୍ଷ ପର୍ଯ୍ୟନ୍ତ ଚାଷ ହୋଇନଥିବା ଜମିକୁ ପତିତ ଜମି ବୋଲି କୁହାଯାଏ। ପତିତ ଜମି ହେଉଛି ଯେଉଁ ଭୂମି 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ଚାଷ ହୋଇନଥିବ, ବ୍ୟବହାର ହୋଇନଥିବ, ତାହା ହେଉଛି ଆମର ପତିତ ଜମି। କୃଷି ଭୂମି। କୃଷି ଭୂମି କ'ଣ ସେ ବିଷୟରେ ଆମେ ଆଲୋଚନା କରିବା। ମୋଟ ଚାଷ ଜମି ଜଳସେଚିତ କୃଷି। ଭାରତର ମୋଟ ଭୂଭାଗର ପ୍ରାୟ 55% କୃଷି କାର୍ଯ୍ୟ କରାଯାଏ। କେତେ ଭାଗ? ଭାରତର ପ୍ରାୟ ମୋଟ 55%ରେ କୃଷି କାର୍ଯ୍ୟ କରାଯାଇଥାଏ। କେତେ ଭାଗ? 55% କୃଷି କାର୍ଯ୍ୟ ରୂପେ ବ୍ୟବହାର କରାଯାଏ। ଭାରତରେ ମୋଟ ଭୂଭାଗର 55% କୃଷି କାର୍ଯ୍ୟ କରାଯାଏ। ପୃଥିବୀର ହାରାହାରି କୃଷି ଭୂମି ହେଉଛି
11 ଶତକଡ଼ା। ପୃଥିବୀରେ ଏହା ହେଉଛି 11 ଶତକଡ଼ା। ତାପରେ ଆମେ ଯିବା ଅରଣ୍ୟ ଭୂମି କ'ଣ, ସେ ବିଷୟରେ ଆମେ ସଂକ୍ଷେପରେ ଆଲୋଚନା କରିବା। ଅରଣ୍ୟ ଭୂମି ହେଉଛି ଏହାର ପରିମାଣ 24ରୁ 39 ଭାଗ। ଶତକଡ଼ା 24ରୁ 39 ଭାଗ ହେଉଛି ଅରଣ୍ୟ ଭୂମି। ଜାତୀୟ ଅରଣ୍ୟ ନୀତି ଅନୁସାରେ ଏହା 33 ଶତକଡ଼ା ରହିବା ଆବଶ୍ୟକ। ଏହାର ପରିମାଣ ଅରଣ୍ୟ ଭୂମି ଅଛି ଆମର କେତେ? 24.39 ଭାଗ। ତେଣୁ ଜାତୀୟ ଅରଣ୍ୟ ନୀତି ଅନୁସାରେ ଏହା 33 ଶତକଡ଼ା ରହିବା ଆବଶ୍ୟକ। 33 ଶତକଡ଼ା ରହିବା ଆବଶ୍ୟକ। ଯଥେଷ୍ଟ ପରିମାଣରେ କମିଯାଇଛି। ସେଥିପ୍ରତି ଆମେ ଟିକେ ଧ୍ୟାନ ଦେବା, ନିଜେ ସଚେତନ ଦେବା, ନୂଆ ଜଙ୍ଗଲ ସୃଷ୍ଟି କରିବା। ତାହେଲେ ଏହି ଅଭାବକୁ ଆମେ ପରିପୂରଣ କରିପାରିବା। ସେହିଭଳି ସର୍ବାଧିକ ଅରଣ୍ୟ, ଆମର ସର୍ବାଧିକ ଅରଣ୍ୟ କେଉଁ ସ୍ତରରେ ଦେଖାଯାଏ? ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ନିକୋବର ଏବଂ ଅରୁଣାଚଳ ପ୍ରଦେଶରେ ଅଧିକ ବା ସର୍ବାଧିକ ଅରଣ୍ୟ ଦେଖାଯାଏ। ଓଡ଼ିଶାରେ ଅରଣ୍ୟର ପରିମାଣ ହେଉଛି 20ରୁ 40 ଶତକଡ଼ା। ଅରଣ୍ୟ କ୍ଷୟର କାରଣ କ'ଣ କଲେ ବା କେଉଁ ଉପାୟ ଯୋଗୁଁ ଅରଣ୍ୟ କ୍ଷୟ ହେବାରେ ଲାଗିଛି? ଜନବସତି ବୃଦ୍ଧି, ଜନସଂଖ୍ୟା ବଢ଼ିବାରେ ଲାଗିଛି। ସ୍ଥାନାନ୍ତରିତ କୃଷି କରାଯାଉଛି। ଖଣିଜ ପଦାର୍ଥକୁ ଉତ୍ତୋଳନ ଏବଂ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବା ଯୋଗୁଁ ଜଙ୍ଗଲ କ୍ରମେ କ୍ଷୟ ହେବା ବା ଅରଣ୍ୟ କ୍ଷୟ ହେବାରେ ଲାଗିଛି। ତାପରେ ଆସିଲା ଚାରଣ ବା ଗୋଚର ଭୂମି। ଗୋଚର ଭୂମି, ଚାରଣ ଭୂମି। ଭାରତରେ ମାତ୍ର 3.3 ଶତକଡ଼ା ଭୂମି ଚାରଣ ଭାବେ ବ୍ୟବହୃତ ହେଉଛି। କିନ୍ତୁ ଏହି ଚାରଣ ଭୂମିର ପରିମାଣ ମଧ୍ୟ ଆଜି କମିବାରେ ଲାଗିଛି। କାହିଁକି ନା ଯେଉଁଠାରେ ଖାଲି ପଡ଼ିଆ ଥିବ ସେହି ସ୍ଥାନରେ ଘର ତିଆରି କରାଯାଉଛି, କଳକାରଖାନା ସ୍ଥାପନ କରାଯାଉଛି, ରାସ୍ତାଘାଟ ତିଆରି କରାଯାଇ ପଡ଼ୁଛି ଇତ୍ୟାଦି କାରଣ ଯୋଗୁଁ ସେହି ସ୍ଥାନର ଯେଉଁ ଚାରଣ ଭୂମିର ପରିମାଣ ମଧ୍ୟ କମିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଦ୍ରୁତ ଜନସଂଖ୍ୟା ବୃଦ୍ଧି, ରାସ୍ତାଘାଟ ନିର୍ମାଣ, ଗୃହ ତିଆରି କରିବା, ଘର ତିଆରି କରିବା ପାଇଁ ଏହାର ପରିମାଣ ଦିନକୁ ଦିନ ହ୍ରାସ ହେବାରେ ଲାଗିଛି। ଭାରତରେ ପ୍ରାୟ 64 ଶତକଡ଼ା ଲୋକ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭର କରନ୍ତି। ଭାରତରେ ପ୍ରାୟ 64% ଲୋକ ଚାଷ କାମ ଉପରେ ନିର୍ଭର କରନ୍ତି। ପିଲାମାନେ ଏଠି ମନେ ରଖ ଯେ ଜାତୀୟ ଅରଣ୍ୟ ନୀତି କେବେ କାର୍ଯ୍ୟକାରୀ ହୋଇଥିଲା? ଏହାର ଉତ୍ତର ହେଉଛି ଜାତୀୟ ଅରଣ୍ୟ ନୀତି 1952 ମସିହା, 1988 ମସିହା, ଶେଷରେ 2018 ମସିହାରେ ଜାତୀୟ ଅରଣ୍ୟ ନୀତି କାର୍ଯ୍ୟକାରୀ କରାଯାଇଥିଲା। ତାପରେ ପିଲାମାନେ ଦେଖ, ପ୍ରତିବର୍ଷ ବନ ମହୋତ୍ସବ, ସେହିଭଳି ବନ ମହୋତ୍ସବ ମଧ୍ୟ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଙ୍ଗଲ ସୃଷ୍ଟି କରିବା ଏବଂ ପରିବେଶକୁ ସୁସ୍ଥ ରଖିବା। ସେହିଭଳି ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯାଏ। ତାହା ସେହି ଉତ୍ସବକୁ କୁହାଯାଏ ବନ ମହୋତ୍ସବ। ବନ ମହୋତ୍ସବ ଏହା ସାଧାରଣତଃ ବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକାରୀ କରାଯାଉଛି। ଯେଉଁ ସ୍ଥାନରେ ଖାଲି ଜାଗା ଥାଏ ଏବଂ ବିଦ୍ୟାଳୟ କିମ୍ବା ଘର ପଛପଟେ ରାସ୍ତା କଡ଼ରେ ଖାଲି ଥିବା ସ୍ଥାନରେ ଗଛ ଲଗାଇ ତା'ର ଉପଯୁକ୍ତ ଯତ୍ନ ନେଇ ସବୁଜ ବଳୟ ସୃଷ୍ଟି କରିବାର ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଆମେ ଯେତେ ମାତ୍ରାରେ ପାରିବା ଏହାକୁ ଗଛକୁ ଲଗାଇବା। କୃଷିଭୂମିର ପ୍ରସାର, ପୃଥିବୀରେ ମୋଟ ଚାଷ ଜମି ହେଉଛି 32 ଶତକଡ଼ା। ଭାରତରେ ପ୍ରାୟ 46ରୁ 64 ଶତକଡ଼ା। ଗଙ୍ଗା, ମହାନଦୀ, ଗୋଦାବରୀ, କୃଷ୍ଣା ନଦୀ,
ଅବବାହିକାରେ କୃଷି କାର୍ଯ୍ୟ କରାଯାଏ। କେଉଁ ସ୍ଥାନରେ କୃଷି କାର୍ଯ୍ୟ କରାଯାଇଥାଏ? ଗଙ୍ଗା, ମହାନଦୀ, ଗୋଦାବରୀ, କୃଷ୍ଣା ନଦୀ ଅବବାହିକାରେ କୃଷି କାର୍ଯ୍ୟ କରାଯାଇଥାଏ। ସେହିଭଳି ଆମେ କୃଷିର ପ୍ରକାରଭେଦ ବିଷୟରେ ଜାଣିବା। କୃଷିର ପ୍ରକାରଭେଦରେ ଭିତରେ ଶୁଷ୍କ କୃଷି ଆଉ ସୋପାନ କୃଷି। ଏହାକୁ ପାର୍ବତ୍ୟ ମାଳଭୂମି ଅଞ୍ଚଳରେ କରାଯାଏ। ପାର୍ବତ୍ୟ ମାଳ ଅଞ୍ଚଳରେ କରାଯାଉଥିବା କୃଷିକୁ କ'ଣ କୁହାଯାଏ? ଶୁଷ୍କ କୃଷି ବା ସୋପାନ କୃଷି। ସେହିଭଳି ପୋଡୁ ଚାଷ ଓଡ଼ିଶା ଓ ଆସାମ, ଛତିଶଗଡ଼ରେ ଜଙ୍ଗଲକୁ କାଟି ଚାଷ କରାଯାଉଛି। ସେ ହେଉଛି ପୋଡୁ ଚାଷ। ପୋଡୁ ଚାଷ କେଉଁଠି ହୁଏ? ଓଡ଼ିଶାର ଚାଷକୁ ପୋଡୁ ଚାଷ କୁହାଯାଏ। ସେହିଭଳି ଆସାମର ଚାଷକୁ କୁହାଯାଏ ଝୁମୁ ଚାଷ। ଆସାମର ଝୁମୁ ଚାଷ। ଏହାର ପୋଡୁ ଚାଷ କହିଲେ କ'ଣ ବୁଝ? ନା ଜଙ୍ଗଲକୁ କଟାଯାଏ ଏବଂ ନିଆଁ ଲଗାଇ ପୋଡ଼ି ପାଉଁଶ କରିଦିଆଯାଏ। ତାପରେ ସେଠାରେ ଚାଷ କାମ କରାଯାଏ। ଏହାକୁ କୁହାଯାଏ ପୋଡୁ ଚାଷ। କୃଷି ଅଲଭ୍ୟ ଭୂମି କ'ଣ? ଏହି ଭୂମିରେ କୃଷି ବଦଳରେ ଜନବସତି, ରାସ୍ତାଘାଟ, କେନାଲ, ଶିଳ୍ପ ଆଦି କରାଯାଏ। ସେ ହେଉଛି କୃଷି ଅଲଭ୍ୟ ଭୂମି। ଯେଉଁ ଜାଗାରେ କୃଷି ଚାଷ କାମ କରିବା କଥା ସେ ସ୍ଥାନରେ ଯଦି ଆମେ ଘର ତିଆରି କରିଦେବା ତାହେଲେ ଆମର ଖାଦ୍ୟରେ ଅଭାବ ଦେଖାଯିବ। ତାପରେ ପତିତ ଭୂମି। ପତିତ ଭୂମି କେଉଁଠି ଦେଖାଯାଏ? ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନରେ ଅଧିକ ପତିତ ଭୂମି ଦେଖାଯାଇଥାଏ। ତାପରେ ଆସିବା ଭୂ ସମ୍ବଳର ଆବଶ୍ୟକତା। ଭୂ ସମ୍ବଳ, ଭୂମି ସମ୍ବଳ କାହିଁକି ଆବଶ୍ୟକତା? ନହେଲେ ଚଳିବ କି ନାହିଁ ସେ ବିଷୟରେ ଆମେ ଆଲୋଚନା କରିବା। ଭୂ ସମ୍ବଳର ଆବଶ୍ୟକତା। ଭୂ ସମ୍ବଳର ଆବଶ୍ୟକତା ମଣିଷର ମୌଳିକ, ମୁଁ ପ୍ରଥମରୁ କହିଛି ମଣିଷର ମୌଳିକ ଆବଶ୍ୟକତାକୁ ଆମେ ଆବଶ୍ୟକତା ହେଉଛି ଭୂମି ଉପରେ ନିର୍ଭର କରେ। ଆମେ ଭୂମି ଉପରୁ ପାଉ, ଯଥା ଖାଦ୍ୟ, ବସ୍ତ୍ର, ବାସଗୃହ ଏସବୁ ଆମକୁ ଭୂମି ଯୋଗାଇଥାଏ। ତାପରେ କ୍ଷୟିତ ଭୂମି। କ୍ଷୟିତ ଭୂମି କ'ଣ? 2019 ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ 96.4 ନିୟୁତ ହେକ୍ଟର କ୍ଷୟିତ ଭୂମି ବୋଲି ରହିଛି। ତାପରେ ଆମେ ଭୂ ସମସ୍ୟାର ସମାଧାନ। ଭୂମି ଆମକୁ ଅତ୍ୟନ୍ତ ଜରୁରୀ। ତେଣୁ ଏହି ଭୂମିର ସୁରକ୍ଷା କରିବା କିପରି ସେ ବିଷୟରେ ଆମେ ଆଲୋଚନା କରିବା। ଦେଖ, ଆମେ ଜଙ୍ଗଲ ସଂଖ୍ୟାକୁ ବା ଅରଣ୍ୟ ସମସ୍ୟାକୁ, ଅରଣ୍ୟ ବୃଦ୍ଧି କରିବା ପାଇଁ ଆମେ କ'ଣ କରିବା? ପୁନଃ ବନୀକରଣ କରିବା, ନିୟନ୍ତ୍ରିତ କରିବା ପଶୁଚାରଣ, ପ୍ରତିରକ୍ଷା ବଳୟ ରୂପେ କୃଷି ଅରଣ୍ୟ ଭୂମି ସଂରକ୍ଷଣ କରିବା। ଆମେ ଯେଉଁ ଜାଗାରେ ଚାଷ କରୁଛେ କିମ୍ବା କିଛି ବୃକ୍ଷରୋପଣ କରୁଛେ ତା ଚତୁର୍ଦିଗକୁ ଆମେ ବାଡ଼ ଦେବା। ବାଡ଼ ଦେଇ ସୁରକ୍ଷା ବଳୟ ସୃଷ୍ଟି କରିବା। ତାହେଲେ ଆମର ଜଙ୍ଗଲ ସଂଖ୍ୟା ବଢ଼ିଯିବ। ସେହିଭଳି ପଶୁଚାରଣ ପାଇଁ କ'ଣ କରିବା? ପଶୁଚାରଣକୁ ନିୟନ୍ତ୍ରିତ କରିବା। କୃଷି ଅରଣ୍ୟର ସୁରକ୍ଷା ପାଇଁ ବାଡ଼ ବା ସୁରକ୍ଷା ବଳୟ ପ୍ରସ୍ତୁତ କରିବା। ଶିଳ୍ପ କେନ୍ଦ୍ର ନିର୍ଗତ ଦୂଷିତ ପଦାର୍ଥର ସଠିକ୍ ବିନିଯୋଗ କରିବା। ଶିଳ୍ପ କେନ୍ଦ୍ର ଯେଉଁ ଦୂଷିତ ପଦାର୍ଥ ବାହାରେ ତାକୁ ଆମେ ସ୍ୱଳ୍ପ ବିଭିନ୍ନ କାମରେ ବା ଶିଳ୍ପ କେନ୍ଦ୍ରକୁ ନିର୍ଗତ ଦୂଷିତ ପଦାର୍ଥ ସଠିକ୍ ଭାବେ ବିନିଯୋଗ କରିବା। ତାକୁ ଆମେ ଠିକ୍ ଭାବେ ବିନିଯୋଗ କରିବା। ତାହେଲେ ଭୂ ସମ୍ବଳ ବା ଭୂ ସମସ୍ୟାର ସମାଧାନ ଆମେ କରିପାରିବା। ନଦୀ ଦ୍ୱାରା କିମ୍ବା ପବନ ଦ୍ୱାରା ହେଉଥିବା ଭୂକ୍ଷୟକୁ ପ୍ରତିରୋଧ କରିବା। ଭୂ ବ୍ୟବହାର ଏକ ସୁଚିନ୍ତିତ ଯୋଜନା ପ୍ରଣୟନ ଏସବୁ କଲେ ଆମେ ଆମର ଭୂ ସମ୍ବଳକୁ ରକ୍ଷା କରିପାରିବା। ନଚେତ୍ ଭୂମିର ପରିମାଣ ମଧ୍ୟ କମିବାରେ ଲାଗିଛି। ତେଣୁ
ଆଶା କରୁଛି ଏଇ ଭିଡ଼ିଓଟି ତୁମେମାନେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ, ସେୟାର କରିବ ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ରହୁଛି ପରବର୍ତ୍ତୀ କାଳାଂଶରେ ଏହାର ପ୍ରଶ୍ନୋତ୍ତରକୁ ନେଇ ଆସିବି। ତେଣୁ ଅପେକ୍ଷା କର, ମୁଁ ଏହାର ପ୍ରଶ୍ନୋତ୍ତରକୁ ଅତି ଶୀଘ୍ର ପ୍ରସ୍ତୁତ କରୁଛି।